ଜାଣିଛ ଡକ୍ଟର ବାବୁ, ସେଦିନ ଯୋଉ ଇଞ୍ଜେକ୍ସନଟା ତମେ ମତେ ଦେଇଥିଲ ତମ ବୋଉକୁ ଦେବାକୁ, ସେ ଇଞ୍ଜେକ୍ସନଟା ମୁଁ ତମ ବୋଉକୁ ଦେଇନଥିଲି। ତମ ବୋଉ ବେହୋସ ହେଇନଥିଲେ, ମେଡିକାଲରେ ସେ ତମର ସବୁ କଥା ଶୁଣୁଥିଲେ। ମାନେ ସେଦିନ ମୁଁ ଯେତେବେଳେ ଚେକ୍ କଲି ସିଏ ସେମିତି ଥିଲେ, ସେଥିପାଇଁ ବର୍ଷା ଖାଇଦେଇଥିଲା। ମୁଁ ଆଶ୍ଚର୍ଯ୍ୟ ଦେଖିଲି, ଓ ମାଇ ଗଡ୍, କଣ କହିଦେଲି ମୁଁ? ହେ ସୁରଜ, କେବଳ ତୋରି ପାଇଁ ମୁଁ ଗୋଟେ ଜୀବନ୍ତ ଲୋକଟାକୁ ମାରିଦେଲି ରେ, ମାରିଦେଲି। ଜାଣିଛ ଡକ୍ଟର ବାବୁ, ସେଦିନ ଯେତେବେଳେ ତମ ବୋଉକୁ ଇଞ୍ଜେକ୍ସନ ଦେବାକୁ ଗଲି, ତମ ବୋଉ କଣ କହିଲା? କହିଲା ବାପାରେ ମତେ ସେ ଇଞ୍ଜେକ୍ସନଟା ଦେଇନାହାନ୍ତି, ମୁଁ ଶେଷ ଥର ପାଇଁ ମୋ ପୁଅ ବୋହୁକୁ ଟିକେ ଆଖି ତୋଳି ଦେଖିବି। ଜାଣିଛୁ ସୁରଜ, ମୋ ମାର ଗୋଟେ କିଡନୀ ନଷ୍ଟ ହେଇଯାଇଥିଲା ବୋଲି ମୁଁ ମୋର ଗୋଟେ କିଡନୀ ଦେଇ ମୋ ମାକୁ ବଞ୍ଚେଇଛି। କାହିଁକି ନା ମୋ ମା ମୋର 10 ମାସ 10 ଦିନ ଗର୍ଭ ଧରି ରକ୍ତ ନିଗାଡ଼ି ଜନ୍ମ ଦେଇଛି। ମୁଁ କିଡନୀ ଦେଇ ବଞ୍ଚେଇଛି। ଆରେ ମୋ ମା ପାଖରେ ଅଛି ମାନେ ମୋ ପାଖରେ 100 କିଡନୀ ଅଛି। ମୋ ମା 100ଟା ମୋ ଆଖି ଆଗରେ ଏମିତି ପଡ଼ିଥାନ୍ତା। ମୋ ପାଖରେ 2ଟା କିଡନୀ ଥାଇ ଲାଭ। ମୁଁ ମୋ ମାଟାକୁ ବଞ୍ଚେଇ ଦେଲି ସୁରଜ। ତୋ ମାଟାକୁ ମୁଁ ମାରିଦେଲି। ତୋ ବାପାର ତୁ ମତେ ବି ଭାଗିଦାରୀ କରିଦେଲୁ, ମତେ ଗୋଟେ ଖୋଲି ଆସାମୀ ସଜେଇ ଦେଲୁ। ମୁଁ ଘରକୁ ଯାଇ ମୋ ମାକୁ କି ଉତ୍ତର ଦେବି? କଣ କହିବି ତାକୁ? ମରିଛି ଭଗବାନ।